हेलो स्टूडेंट्स मु गोपाल आपण मानक स्वागत करछ आपण मानक यूट्यूब चैनल चालो पढिया तो पिला माने केमिति अछ बस आशा करछ समस्त बहुत ही भलर थिबो आ तुम मानकर प्रिपरेशन भी बहुत ही भलर चलतु तो पिला माने जेमति का तुमर जस्ट हिंदी और संस्कृत एग्जाम सरी गला आशा करबे तुमर हिंदी संस्कृत एग्जाम बहुत ही भलो जाइथिबो तो नेक्स्ट एग्जाम पिला माने तुमर अछि साइंस तो निहाती बिना टाइम वेस्ट करी कि पिला माने साइंस पई पूरा रेडी हे जे प्रिपरेशन पूरा बढ़िया करो काहे कि ना तुमर साइंस गोटे एमतिया सब्जेक्ट तुमे इजीली ଟିକେ ଟ୍ରିକ୍ ଲଗେଇକି ଇଜିଲି ତମର 85 ରୁ 90 85 ପ୍ଲସ୍ ତମେ ରଖିପାରିବ ଠିକ ଅଛି ନା ନାଇଁ ଇଜିଲି ଯଦି କିଛି ବି ତମେ ଟିକେ ୱିକ୍ ଅଛ ସାଇନ୍ସ ରେ ତଥାପି ତମେ 80 ପ୍ଲସ୍ ମାର୍କ ରଖିପାରିବ ଯଦି ତମେ ଭଲ ଟିକେ ଅଛି ତମ ସାଇନ୍ସ ତେବେ ନିହାତି ତମେ କଣ 90 ପ୍ଲସ୍ ମାର୍କ ରଖିପାରିବ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ବେଲ ଆଇକନକୁ ଅଲ୍ ରେ ସେଟ୍ କରିଦେଇକି ନିହାତି ଭାବରେ ଚ୍ୟାନେଲଟିକୁ ସେ ସବସ୍କ୍ରାଇବ କରିଦବ ଠିକ ଅଛି ନା ପିଲାମାନେ ବାସ୍ ପିଲାମାନେ ତମମାନଙ୍କୁ ରିକ୍ୱେଷ୍ଟ କରିବି କି ହଁ এই নম্বরে ପିଲାମାନେ ତମେମାନେ ମେସେଜ କର 7205892090 ପିଲାମାନେ ଏଇ ନମ୍ବରରେ ମୁଁ ବହୁତ ଗୋଟେ ହ୍ୱାଟ୍ସଆପ ଗ୍ରୁପ ଚ୍ୟାନେଲ କରାହେଇଛି ପିଲାମାନେ ସେଇ ହ୍ୱାଟ୍ସଆପ ଚ୍ୟାନେଲ ଗ୍ରୁପରେ ବହୁତ ହି ଓଡିଶା ପିଲାମାନେ ଜଏନ ହେଇଛନ୍ତି ସେଇ ଓଡିଶା ପିଲାମାନଙ୍କୁ ମୁଁ ପର୍ସନାଲି ତାଙ୍କୁ ପ୍ରାକ୍ଟିସ୍ କ୍ୱେଶ୍ଚନ ଦଉଛି ଏବଂ କଣ ନା ମଡେଲ କ୍ୱେଶ୍ଚନ ଦଉଛି ସିଲେକ୍ଟେଡ ଏମସିକ୍ୟୁ ସିଲେକ୍ଟେଡ ଲଙ୍ଗ କ୍ୱେଶ୍ଚନ ଦଉଛି କାହିଁକି କାରଣ ପ୍ରତ୍ୟେକ ସିଲେକ୍ଟେଡ କ୍ୱେଶ୍ଚନ କୁ ଆମେ ୟୁଟ୍ୟୁବ ରେ କ୍ଲାସ କରିପାରିବାନି ବହୁତ ଅଧିକ କ୍ଲାସ ହେଇଯିବ ସେଥିପାଇଁ ମୁଁ କିଛି କ୍ୱେଶ୍ଚନ ଗୁଡାକୁ ମୁଁ ସେଇ ଗ୍ରୁପ ରେ ପ୍ରୋଭାଇଡ କରିଦଉଛି ତ ନିହାତି ଭାବରେ ଏଇ ନମ୍ବରରେ ମତେ କଲ୍ କରିବା କିଛି ଦରକାର ନାହିଁ ମତେ ମେସେଜ କରିଦବ ହାଇ କରିକି ତମ ନାଁ ଲେଖିଦେଲେ ମୁଁ ତମକୁ ଗୋଟେ ହ୍ୱାଟ୍ସଆପ ଗ୍ରୁପ ରେ ଜଏନ କରିଦେବି ସେଠି ବହୁତ ପିଲା ଅଲରେଡି ଜଏନ ହେଇକି ଅଛନ୍ତି ପିଲାମାନେ ଆଜି ଆମେ ଡିସ୍କସନ କରିବାକୁ ଯିବା ଦେଖ ଯେମିତିକା ଜାଣି ସାରିଥିବ ଆମର ପରୀକ୍ଷା ଦର୍ପଣର ଯୋଉ ଗୋଟେ ମଡେଲ କ୍ୱେଶ୍ଚନ ସେଟ ତିଆରି କରାଯାଇଛି ଏଇଟା ପିଲାମାନେ ତମର ଗଭର୍ଣ୍ଣମେଣ୍ଟ ତିଆରି କରିଦେଇଛି ଠିକ ଅଛି ନା ଆମେ ନିଜେ ତିଆରି କରିନେ ଗଭର୍ଣ୍ଣମେଣ୍ଟ ତିଆରି କରିକି ଦେଇଛି କାରଣ ଏଇ ଯୋଉ ଏକ୍ଜାମ ପାଇଁ ଏଇ କ୍ୱେଶ୍ଚନ ଗୁଡାକୁ ସେ ପ୍ରାକ୍ଟିସ ପାଇଁ ଆମକୁ ଦେଇଛି ତ ନିହାତି ଭାବରେ ଏଇଟା ବହୁତ ବେନିଫିଟ୍ସ ହଉଛି ଆଉ ମୁଁ ଦେଖୁଥିଲି ପୂର୍ବ ପ୍ରିଭିୟସ ଇୟର କ୍ୱେଶ୍ଚନ ବା ପ୍ରିଭିୟସ ଇୟର ଯୋଉ ଏକ୍ଜାମ ଗୁଡା ହେଲା ସେ ଏକ୍ଜାମ ର ମଧ୍ୟ ଏଇ ମଡେଲ ସେଟ କ୍ୱେଶ୍ଚନ ବହୁତ କିଛି ପଡୁଛି ତ ମୁଁ ଭାବିଲି କଣ ନା ଆମେ ମଡେଲ କ୍ୱେଶ୍ଚନ ଗୁଡାକୁ ଆମେ କିଛି ପ୍ରାକ୍ଟିସ କରିଦବା ଠିକ ଅଛି ନା ଯାହା ଫଳରେ ଯଦି ଏମିତିକା କିଛି ପଡିବ କ୍ୱେଶ୍ଚନ ଏକ୍ସଟ୍ରା ପଡିବନି ପିଲାମାନେ ଏଇ ଭିତରୁ ହିଁ ପଡିବ ଠିକ ଅଛି ଏଇ କ୍ୱେଶ୍ଚନ ଗୁଡାକ ଆମେ ଟିକେ ପ୍ରାକ୍ଟିସ ଆଗ କରିଦବା ନିହାତି ଭାବରେ ତମେ ଏନ୍ସ୍ୟୁର କରିବ ଯେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେଇଛ ବାସ୍ 50ଟା କ୍ୱେଶ୍ଚନ ଆମେ ଡିସ୍କସନ କରିବା ପୁରା ଟୋଟାଲ 50 ମାର୍କ ରହିବ ତମେ ଲାଷ୍ଟରେ ଜଣେଇବ ସାର୍ ତମର କେତେ ରହୁଛି ଠିକ ଅଛି ନା ତମର କେତେ ରହୁଛି ମତେ ଲାଷ୍ଟରେ ଜଣେଇବ କମେଣ୍ଟ କରିକି ଏତିକି ତମ ପାଇଁ ଟାସ୍କ ରହିଲା ହେଲା ତ ପ୍ରଥମେ ଭୌତିକ ବିଜ୍ଞାନ ଆମର କ୍ୱେଶ୍ଚନ ଗୁଡାକ ଷ୍ଟାର୍ଟ କରିବା ପିଲାମାନେ ଦେଖ ପିଲାମାନେ ପ୍ରଥମ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଦେଇଦେଇଛି କହିଲା କଣ ନା ନିମ୍ନଲିଖିତ ସନ୍ତୁଳିତ ରାସାୟନିକ ସମୀକରଣ ପି କ୍ୟୁ ଆର ଚିହ୍ନଟ କର ପିଲାମାନେ ମାନେ ସେ କହିଛି ଏଇ ପି କ୍ୟୁ ଆର ଟାକୁ ଆମେ ସନ୍ତୁଳିତ କରିବା ଏଇ ଯୋଉ ଇକ୍ୱେସନ ଟା ଦେଇଛି ଲେଡ ନାଇଟ୍ରେଟ ଏଟା ଯୋଉ ଆମର ବିଘଟିତ ହେଇଛି ବିଘଟନ ପ୍ରକ୍ରିୟା ଯେହେତୁ ଗୋଟେ ପ୍ରତିକାରକ ବିଘଟିତ ହେଇକି ତିନୋଟି ଉତ୍ପାଦରେ ପରିଣତ ହେଇଛି ତେଣୁକରି ଏଟାକୁ ଆମେ ଆମର ବିଘଟନ ପ୍ରତିକ୍ରିୟା ବୋଲି କହିପାରିବା ତ ସେ କହିଛି ଏଇଠି ଆମେ କେତେ କେତେ ପୁଟ କଲେ ସେ ଗୋଟେ ରାସାୟନିକ ପ୍ରତିକ୍ରିୟା ହେଇଯିବ ଜଲ୍ଦି ମତେ କୁହ ପିଲାମାନେ କୋଉଟା ହବ ପ୍ରଥମେ ଆଗେ ଏଇ କ୍ୱେଶ୍ଚନ ଗୁଡା କଣ କରିବ କହିଲେ ଦେଖିବା ତମେ ପୁଟ କର ଆରାମସେ ଗୋଟେ ଗୋଟେ ଅପସନ ଏ ପୁଟ କରିବ ଅପସନ ବି ପୁଟ କରିବ ଅପସନ ସି ପୁଟ କରିବ ଅପସନ ଡି ପୁଟ କରିବ ଯୋଉଟା ଠିକ ହବ ସେଟା ଠିକ ମାରିକି ଆସିବ କିଛି ଅସୁବିଧା ନାହିଁ ଆଗେ ପୁଟ କରିଦବା ଦେଖ ଅପସନ ଏ ଟାକୁ ପୁଟ କରିଦବା ଅପସନ ଏ କୁ ପୁଟ କରିଦେଲେ ଏଇଠି 2 ହେଇଯିବ ପିଲାମାନେ ମୁଁ ଏଠି କାଟିକି ଲେଖି ଦଉଛି ଓକେ ଏଇଠି 2 ହେଇଯିବ କ୍ୟୁ ଜାଗାରେ ବି 2 ଅଛି ପିଲେ ପି କ୍ୟୁ ଆର 2 2 4 2 2 ଇଏ ଆର ଜାଗାରେ 4 ଅଛି ପିଲାମାନେ ଏବେ ଦେଖିବା ଗଣିବା ଲେଡ ଏଇଠି କେତେଟା ଅଛନ୍ତି ପିଲାମାନେ ଦୁଇଟା ଅଛନ୍ତି ଏପଟେ ବି ଦିଟା ଅଛନ୍ତି ତ ଏଇଠି ଆମେ ବାହାର କରିଦବା ଏଇଠି ଲେଡ କେତେଟା ଅଛି ଦେଖ ଲେଡ ଆଉ ନାଇଟ୍ରୋଜେନ ଲେଡ ଗୋଟେ ଏନ ଗୋଟେ ଅକ୍ସିଜେନ ଗୋଟେ ଓକେ ଏଇ ତିନୋଟି ମୌଳିକ ଅଛନ୍ତି ପିଲାମାନେ ଏଇ ତିନୋଟି ମୌଳିକ ଦି ଆଡେ ସମାନ ଅଛନ୍ତି ନା ନାଇଁ ଦେଖିବା ହେଲା ଏଠି ଦୁଇ ତାହେଲେ ଲେଡ ଦିଟା ଜାଗାରେ ସମାନ ଅଛି ନାଇଟ୍ରୋଜେନ ନାଇଟ୍ରୋଜେନ ପିଲାମାନେ ଦେଖ ଏଇଠି ଦିଟା ଅଲରେଡି ଅଛି ପ୍ଲସ୍ 2 ଗୁଣନ ହେଇଛି ତ 2 ଦୁନେ 4ଟା ଅଛି ଆର ପଟେ ଦେଖିବା କେତେଟା ଅଛି ଏଇ ଦେଖ ଏଇଟା ହଉଛି 4ଟା ଅଛି ତମେ କହିବ ସାର୍ ଅକ୍ସିଜେନ ଏଠି ବ୍ରେକେଟ ଯଦି ଲାଗିଥାନ୍ତା ମୁଁ କହିଥାନ୍ତି ନାଇଟ୍ରୋଜେନ ର 2 ଅଛି ନା ଏଠି ବ୍ରେକେଟ ଯେହେତୁ ଲାଗିନି ତେଣୁ ନାଇଟ୍ରୋଜେନ ସିଙ୍ଗଲ ଅଛି ପ୍ଲସ୍ ଏଠି 4 ଗୁଣନ ହେଇଛି ଆର ଜାଗାରେ 4 ଗୁଣନ ହେଇଛି ଏଠି 4 ଗୁଣନ ହେଇଛି ତ ଏପଟେ ନାଇଟ୍ରୋଜେନ 4ଟା ଏପଟେ ନାଇଟ୍ରୋଜେନ 4ଟା ତ ନାଇଟ୍ରୋଜେନ ଟା କଣ ଅଛି ନା ବାଲାନ୍ସ ହେଇକି ଅଛି ତାପରେ ଅକ୍ସିଜେନ ଦେଖ ପିଲାମାନେ ଦେଖ ଏଠି 3 ଅଛି ଇଏ 2 ଅଛି 3 ଦୁନେ 6 ଇଏ ବାହାରେ 2 ଅଛି 6 ଦୁନେ 12 12ଟା ଅଛି ଏଠି ପିଲାମାନେ ଦେଖ ଏଇଠି ପିଲାମାନେ ଦେଖ ଏଇଠି ଦେଖ ପିଲାମାନେ ଆଗେ ଦେଖ ଏଇଠି ପ୍ରଥମେ ଦେଖ ପ୍ରଥମେ ଦିଟା ଅଛି ଅକ୍ସିଜେନ ଠିକ ଅଛି ଦିଟା ଅଛି ତାପରେ ଏଇଠି ଦେଖ ଏଠି ଦିଟା ଆସିଗଲା ଅକ୍ସିଜେନ ଏଠି ଦିଟା ଏଠି 4 ଦୁणे 8ଟା ଠିକ ଅଛି ଏଠି ଦିଟା କେତେଟା ହେଇଗଲା ଦେଖିଲ ତ 8 9 10 11 12 12 ଏପଟେ 12 ସେପଟେ 12 ତ ଆମେ ପ୍ରଥମ ଅପସନ ଟାକୁ ହିଁ ଦେଖିଦେଇକି ଆମେ କହିଦେଇ ପାରିବା ନା ଅପସନ ଏ ଇଜ ଦ ରାଇଟ ଆନ୍ସର ନା କଣ ହବ ପି ଜାଗାରେ 2 ରହିବ କ୍ୟୁ ଜାଗାରେ 2 ରହିବ ଏବଂ ଆର ଜାଗାରେ 4 ରହିବ ତ ଅପସନ ଏ ଇଜ ଦ ରାଇଟ ଆନ୍ସର ପିଲାମାନେ ଅପସନ ଏ ଇଜ ଦ ରାଇଟ ଆନ୍ସର ଠିକ ଅଛି ଯଦି ମାନେ କ୍ୱେଶ୍ଚନ ଆମେ ଏମିତିଆ ଡିସ୍କସନ କରି କରି ତା ସହିତ ଆମର ଡିସ୍କସନ ବି ମଧ୍ୟ କରିବା ନା କେମିତିକା ହଉଛି ବୋଲି ଜଲ୍ଦି 2 ନମ୍ବର କ୍ୱେଶ୍ଚନ କଣ କହିଛି ଦେଖ
ନିମ୍ନଲିଖିତ ମଧ୍ୟରୁ କେଉଁ ରାସାୟନିକ ପ୍ରତିକ୍ରିୟାଟି ଅନ୍ୟ ତିନୋଟି ଠାରୁ ଭିନ୍ନ ଅଟେ? କୋଉଟା ଅନ୍ୟ ତିନୋଟି ଭିନ୍ନ ଅଟେ? ଜଲ୍ଦି କୁହ ମତେ କହିଲ। ଜଲ୍ଦି କୁହ ପିଲାମାନେ। 2 ନମ୍ବର କଣ ହବ? କଣ ହବ ଜଲ୍ଦି କୁହ। କଣ ହବ କୁହ? ଏଇଟା ଯେମିତିକା ଅଛି କ୍ଲୋରିନ। ଏଇଟା କି ରାସାୟନିକ ପ୍ରତିକ୍ରିୟା କହିପାରିବ ମତେ? ଏଇଟା ଦ୍ୱୈତ ବିସ୍ଥାପନ। ଦେଖ NO3 ଟା ବିସ୍ଥାପିତ ହେଇକି ସୋଡିୟମ ପାଖକୁ ଚାଲିଗଲା। କ୍ଲୋରିନ ଗ୍ୟାସ ଟା ବିସ୍ଥାପିତ ହେଇକି ସୋଡିୟମ ଆମର ଆ ପାଖକୁ ଆର୍ଗନ ପାଖକୁ ଏଜି ସରି ଏଜି ପାଖକୁ ଚାଲି ଆସିଲା, ସିଲଭର ପାଖକୁ ପଳେଇ ଆସିଲା। ଠିକ ଅଛି, ଏଇଟା ଦ୍ୱୈତ ବିସ୍ଥାପନ କହିପାରିବା। ଏଟାକୁ ଆମେ କଣ କି କହିପାରିବା? CaO ପ୍ଲସ H2O ସୃଷ୍ଟି କରି CaOH ର ହୋଲ୍ଟେଡ୍ ତାପ ବାହାରିବ। ଠିକ ଅଛି, ଆଉ ଏଟାକୁ ଆମେ କହିପାରିବା ସଂଶ୍ଳେଷଣ ରାସାୟନିକ ପ୍ରତିକ୍ରିୟା ବି କହିପାରିବା। ଓକେ, ନେକ୍ସଟ କ୍ୱେଶ୍ଚନ। KNO3 H2SO4 ସୃଷ୍ଟି କରିବ। ଏଟାକୁ ବି ଦେଖିବା ଯଦି ଆମେ, ଏଟା ବି ଦ୍ୱୈତ ବିସ୍ଥାପନ ରାସାୟନିକ ପ୍ରତିକ୍ରିୟା ଦେଖିବା। ତାପରେ ଏଟାକୁ ବି ଆମେ ଦ୍ୱୈତ ବିସ୍ଥାପନ ରାସାୟନିକ ପ୍ରତିକ୍ରିୟା ଦେଖିବା ହେଲା। ତ ମତେ ଲାଗୁଛି 2 ନମ୍ବର ହବ ଯଦି ଆମେ ବିସ୍ଥାପନ ପ୍ରତିକ୍ରିୟା ସାହାଯ୍ୟରେ ଯାଉଛେ ନା। ଏଇଟା ଆମେ ଦ୍ୱୈତ ବିସ୍ଥାପନ କହିପାରିବାନି, କାରଣ ଏଠି ଜେଡେନ୍ କ୍ଲୋରିନ ଟା ଏପଟେ କିଛି ହେଇନି। ଆରେ ଦେଖ, ଆରେ ଦେଖ 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 ଦେଖ, ଏଟା ସବୁଠୁ ଇଜି କ୍ୱେଶ୍ଚନ ଟା। ଦେଖ ମାଇଣ୍ଡ ତମକୁ ଘୁରେଇ ଦବ ଏଇ କ୍ୱେଶ୍ଚନ ଟା। ଦେଖ ମାଇଣ୍ଡ କେମିତି ଘୁରେଇ ଦେଲା। ଦେଖ ପିଲାମାନେ, ଆମେ ବେଶୀ ଭିତରକୁ ଯିବାନି। ମୁଁ ଭିତରକୁ ପଳେଇ ଗଲି, ତମେ ଭିତରକୁ ଯାଉନି। ଦେଖ ଏଠି ମତେ କୁହ, କିଛି ଜିନିଷକୁ ଆମେ ଯେତେବେଳେ ରାସାୟନିକ ପ୍ରତିକ୍ରିୟାରେ ପକେଇବା, କିଛି ଜିନିଷକୁ ଯେତେବେଳେ ଆମେ ରାସାୟନିକ ପ୍ରତିକ୍ରିୟାରେ ପକେଇବା, ଯାହାର ଉତ୍ପାଦଟା ବାହାରିବ ସେଇ ଜିନିଷ ହିଁ ବାହାରିବ ନା ଏକ୍ସଟ୍ରା କିଛି ଜିନିଷ ଏଡ୍ ହେଇଯିବ ପିଲାମାନେ? ଏକ୍ସଟ୍ରା କିଛି ଜିନିଷ ଏଡ୍ ହବ ନାହିଁ। ତ ସେଇଠି ଦେଖ, ଏଇଠି ମତେ କ୍ୟାଲସିୟମ ପକେଇଥିଲି, ଅକ୍ସିଜେନ ପକେଇଦେଲି, ହାଇଡ୍ରୋଜେନ ପକେଇଥିଲି। ମୋର ଯାହା ଉତ୍ପାଦ ବାହାରିବ ସେଇ ତିନିଟାକୁ ମିଶେଇକି ଯାହା କିଛି ଗୋଟେ ବାହାରିବ। ଠିକ ଅଛି, ତ ସେଇ ହିସାବରେ ଦେଖିଲେ ଏଇଟା ଠିକ ହବ, ଏଇଟା ଠିକ ହବ, ଏଇଟା ଠିକ ହବ। ଦେଖଲ ମତେ ଏଇଟା କହିଲେ ଦେଖି। ଏଇଠି ମୁଁ କ୍ଲୋରିନ ଟା ପକେଇଥିଲି, ଏଇଠି ମୁଁ କ୍ଲୋରିନ ପକେଇଥିଲି। ଠିକ ଅଛି ନା, କ୍ଲୋରିନ ଏପଟୁ ନାହିଁ, ଉତ୍ପାଦ ପଟେ କ୍ଲୋରିନ ନାହିଁ। ଠିକ ଅଛି, କ୍ଲୋରିନ ନାହିଁ କେବଳ ଆମର ଗ୍ୟାସ ଟା କୌଣସି ଉଡି ଉଡା ଯାଇଥିବ, କିଛି ଅସୁବିଧା ନାହିଁ। ଠିକ ଅଛି, ତ କ୍ଲୋରିନ ତ ନାହିଁ ନାହିଁ। ଆଚ୍ଛା, ନାଇଟ୍ରୋଜେନ ଏଠି କିଠି ଅଛି କି? ଉତ୍ପାଦ ପଟେ ଆମର ପ୍ରତିକାରକ ପଟେ ଆମେ ନାଇଟ୍ରୋଜେନ କିଛି ପଡିନି, କିନ୍ତୁ ଏପଟୁ କଣ ନାଇଟ୍ରୋଜେନ ବାହାରିଗଲେଣି। ତ ଏଇ ଇକ୍ୱେସନ ଟା ହିଁ ଭୁଲ ଅଛି ପିଲାମାନେ। ଅପସନ ଡି ଇଜ ଦ କରେକ୍ଟ ଆନ୍ସର। ମାନେ ଏଇ ଇକ୍ୱେସନ ଟା ହିଁ ଭୁଲ ଅଛି। ଅପସନ ଡି ର ଇକ୍ୱେସନ ଟା ଯୋଉ ଅଛି ପୁରା ଟୋଟାଲି ଭୁଲ ଅଛି ପିଲାମାନେ। ତ ଅପସନ ଡି ଟା କରେକ୍ଟ ଆନ୍ସର ହବ। ଅପସନ ଡି ଟା କଣ ହବ ପିଲାମାନେ? କରେକ୍ଟ ଆନ୍ସର ହବ। ଏଇଟା ହେଲା ତମ ମାଇଣ୍ଡ ଖଟେଇକି ଏଇ କ୍ୱେଶ୍ଚନ ଟା ଭଲସେ ଠିକ କରିବା ଦରକାର। ଠିକ ଅଛି, ତାପରେ 3 ନମ୍ବର କ୍ୱେଶ୍ଚନ ଦେଖ। 3 ନମ୍ବର କ୍ୱେଶ୍ଚନ କଣ କହିଛି ନା, ଜଳୀୟ ଦ୍ରବଣରେ ହାଇଡ୍ରୋକ୍ଲୋରିକ ଏସିଡ ଦ୍ୱାରା କେଉଁ ଆୟନ ଉତ୍ପାଦିତ ହୋଇଥାଏ? ଏଟା ତ ତମେ ଜାଣିଛ ପିଲାମାନେ, ଆରାମସେ କହିପାରିବ। କୋଉ ଆୟନ? ନା ସାର୍, ଏଇ ଆୟନ H3O ପ୍ଲସ Cl ମାଇନସ, H3O ପ୍ଲସ Cl ମାଇନସ। ଜଲ୍ଦି 4 ନମ୍ବର କ୍ୱେଶ୍ଚନ। 4 ନମ୍ବର କ୍ୱେଶ୍ଚନ କଣ କହିଲା ପିଲାମାନେ? ନା 4 ନମ୍ବର କହିଲା pH ର ମୂଲ୍ୟ 7 ରୁ 14 କୁ ପରିବର୍ତ୍ତନ ହେଲେ OH ଆୟନ କଣ ହବ? ପିଲାମାନେ ଦେଖ, pH ସ୍କେଲ ଟା ଆମର ଏଇଟା, pH ସ୍କେଲ ଟା ଏଇଟା, ଏଇଟା ହଉଛି 7, ଇଏ 0, ଇଏ ହେଲା 14। ତ ଇଏ ଏପଟକୁ ଗଲା ମାନେ କ୍ଷାର ସଂଖ୍ୟା, କ୍ଷାରର ପ୍ରକୃତି ବଢିବ। ଇଏ ଏପଟକୁ ଆସିଲା ମାନେ ଅମ୍ଳର ପ୍ରକୃତି ବଢିବ ଅବଭିୟସଲି। ତେବେ ମତେ କୁହ 4 ନମ୍ବର କଣ ହବ? 4 ନମ୍ବର ଅପସନ ଇଜ ଦ ରାଇଟ ଆନ୍ସର। OH ମାଇନସ ସବୁବେଳେ କଣ? କ୍ଷାର। OH ମାଇନସ କଣ? ସବୁବେଳେ କ୍ଷାରଟା। କ୍ଷାରର ପ୍ରକୃତି ସବୁବେଳେ ବଢିବ। ଅପସନ ଇଜ ଦ ରାଇଟ ଆନ୍ସର। ଓକେ, ପୁରା ମଖନ ଭଳିଆ କରିବା। ଠିକ ଅଛି, 7 ନମ୍ବର କ୍ୱେଶ୍ଚନ ଦେଖ। ଗୋଟିଏ ସବଳ ଅମ୍ଳ ଓ ଗୋଟିଏ ସବଳ କ୍ଷାରରେ ପ୍ରସ୍ତୁତ ଲବଣର pH ସଂଖ୍ୟା କେତେ? ଲବଣଟା ସବଳ ସବଳ ଦିଟା ଲବଣ ଅଛି ମାନେ ସିଏ ପୁରାପୁରି ପ୍ରଶମନୀକରଣ ହେଇଗଲା। ଗୋଟେ ସବଳ ଅମ୍ଳ ଆଉ ଗୋଟେ ସବଳ କ୍ଷାର ମଧ୍ୟରେ ଯଦି ରାସାୟନିକ ପ୍ରତିକ୍ରିୟା ହୁଏ, ତାକୁ ସେଇ ପ୍ରତିକ୍ରିୟାକୁ ଆମେ ପ୍ରଶମନୀକରଣ କହିଥାଉ। ପ୍ରଶମନୀକରଣ ବୋଲି କହିଥାଉ। କଣ କହିଥାଉ ପିଲାମାନେ? ପ୍ରଶମନୀକରଣ କହିଥାଉ। ତ ଅପସନ ଡି ଇଜ ଦ ରାଇଟ ଆନ୍ସର। 7 ସହିତ ସମାନ ହେଇଯିବ। କଣ ହେଇଯିବ ପିଲେ? ନା ସାର୍ 7 ସହିତ ସମାନ ହେଇଯିବ। ଓକେ, ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ନେକ୍ସଟ କ୍ୱେଶ୍ଚନ ଟିକେ ଲିଭେଇ ଦବା। ଭଲ ଲାଗୁନି ନହେଲେ। ହଁ, 6 ନମ୍ବର କ୍ୱେଶ୍ଚନ। କେଉଁ ଭୌତିକ ଗୁଣ ଯୋଗୁ, ପିଲାମାନେ କେଉଁ ଭୌତିକ ଗୁଣ ଯୋଗୁ ସେ କଣ କହିଛି? ଆରେ ରୁ 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 ହଁ, କେଉଁ ଭୌତିକ ଗୁଣ ଯୋଗୁ, କେଉଁ ଭୌତିକ ଗୁଣ ଯୋଗୁ ମନ୍ଦିର ଘଣ୍ଟି ଧାତୁରେ ତିଆରି ହୋଇଥାଏ? ମନ୍ଦିରର ଘଣ୍ଟି ଧାତୁରେ ତିଆରି ହୋଇଥାଏ। କୋଉ ସେଟା ସାଉଣ୍ଡ ହୁଏ ନା। ମନ୍ଦିରର ଘଣ୍ଟି କାହିଁକି ଲାଗିଥାଏ ପିଲାମାନେ? ସାଉଣ୍ଡ ହବା। ନମନୀୟତା ହବ କି? ନମନୀୟତା ମାନେ କଣ କହିଲେ ଦେଖିବା ମତେ? ନମନୀୟତା ମାନେ ତାର, ହଁ କି ନା? ନମନୀୟତା। ତନ୍ୟତା ଏଗୁଡା ବି ହବନି। ତାର ଆଉ ଏଇଟା ହେଲା ତଦର, ଏଇଟା ହବନି। ତ ଧାତୁର ଧାତବ୍ୟ ଧ୍ୱନି ସୃଷ୍ଟି କରେ। ଏଇଟା ଠିକ ହବ, କଠିନ ନୁହଁ ଏଇଟା। ଅପସନ ସି ଇଜ ଦ ରାଇଟ ଆନ୍ସର। ଧାତୁ ମାନେ ଧାତବ ଧ୍ୱନି ସୃଷ୍ଟି କରେ। ସେଥିପାଇଁ ଆମେ କଣ ମନ୍ଦିରରେ ଘଣ୍ଟି ବ୍ୟବହାର କରିଥାଉ, କାରଣ ଶବ୍ଦ ହୁଏ ସେଇଠି। ଠିକ ଅଛି, ତାପରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ସକ୍ରିୟତା ଅନୁକ୍ରମ ଅନୁସାରେ ସଠିକ ଲେଖ? ପିଲାମାନେ ମନେ ରଖିଥିବ, ଏଇ କ୍ୱେଶ୍ଚନ ଟା ମତେ କାହିଁକି ଲାଗୁଛି 100% ପଡିଥିବ କ୍ୱେଶ୍ଚନ ଟା। ବହୁତ ମାନେ ମୋର ଯେ କ୍ୱେଶ୍ଚନ ତିଆରି କରନ୍ତି ତାଙ୍କ ମାନଙ୍କ ପାଇଁ ବହୁତ ଫେଭରେଟ କ୍ୱେଶ୍ଚନ ଏଟା। ଟିକେ ମନେ ରଖିବ ଏଇ କ୍ୱେଶ୍ଚନ ଟା କେମିତି କରିବ। ଦେଖ, ଆର ଗୋଟେ ଫର୍ମାଟ ଅଛି, ଫର୍ମୁଲା ଅଛି। କଣ ନା, କେଟ୍ରି ନାନେ କାର ମାଙ୍ଗା ଓଲ୍ଟୋଜେନ ଫରାରୀ। କଣ ମନେ ରଖିବ? କେଟ୍ରି ନାନେ କାର ମାଙ୍ଗା ଓଲ୍ଟୋ
ଜେନ୍ ଫରାରୀ ଏଫି। ଏତିକି ପିଲାମାନେ ମନେ ରଖିଦବ। ଆଉ ତଳେ 4-5ଟା ଅଛି ଏଇ ଯୋଉ ଗୋଲ୍ଡ, ଆଇରନ୍ ଏଗୁଡା ସବୁ ଅଛି। ଆଇରନ୍ ନୁହଁ, ଗୋଲ୍ଡ ଆଉ ତମର କଣ ଅଛି ସେଟା ସିଲଭର ଏଗୁଡା ସବୁ ଅଛି। ସେଗୁଡା କିଛି ମନେ ରଖିବା ଦରକାର ନାହିଁ। ତମେ ଏତିକିରୁ ତମେ ଗୋଟେ ଧାରାଟା ଜାଣିପାରିବ ହେଲା। ଏଟା ମନେ ରଖିବ ନା କେଟ୍ରି ନାନେ କାର ମାଙ୍ଗା ଅଲ୍ଟୋ ଜେନ୍ ଫରାରୀ। କଣ ପିଲାମାନେ ନା କେଟ୍ରି ନାନେ କାର ମାଙ୍ଗା ଅଲ୍ଟୋ ଜେନ୍ ଫରାରୀ। ତ ଏଇ କ୍ରମଟାକୁ ମନେ ରଖିବ ସବୁବେଳେ। ଉପର ଆଡୁ ଅଧିକ ପ୍ରତିକ୍ରିୟାଶୀଳରୁ କମ ପ୍ରତିକ୍ରିୟାଶୀଳ ଆଡକୁ ଆସିଥାଏ। ମାନେ କେଟ୍ରିନାରେ କ୍ୟାଲସିୟମ ଠିକ ଅଛି ନା, କ୍ୟାଲସିୟମ ପାଖରେ ଅଧିକ ପ୍ରତିକ୍ରିୟାଶୀଳ କ୍ୟାଲସିୟମ ଟା, ତାଠୁ ଟିକେ କମ ପ୍ରତିକ୍ରିୟାଶୀଳ ସୋଡିୟମ, ତାପରେ କ୍ୟାଲସିୟମ ଆମର ପଟାସିୟମ, ଏଇ ରୋଗ ସେ ଆସ୍ତେ ଆସ୍ତେ ତଳକୁ ଯିବ। ଠିକ ଅଛି, ତ ମତେ କୋଉଟା କୋଉଟା ହବ ପିଲାମାନେ, 7 ନମ୍ବରଟା କୋଉଟା ହବ ପିଲାମାନେ? କ୍ୟାଟ୍ରିନା କେ ଅଛି ଆଗେ, ତାପରେ ଜେଡେନ୍ ଅଛି, ତାପରେ କପର, କ୍ୟାଟ୍ରିନା ନେ କପର ଆ ତଳେ ଅଛି ହେଲା, ଏପଟେ ଏପଟେ କପର ସବୁ ଅଛି କପର ଏଉ। ତ ଅପସନ ସି ଟା ଠିକ ଲାଗୁଛି। ଅପସନ ସି ଟା ଏଇଟା ତ ବିଲକୁଲ ହବନି। ତମେ ନିଜେ ଦେଖ, ଜେଡେନ୍ ଦେଇ ଦେଇଛି ଫାଷ୍ଟ, କିନ୍ତୁ ତାପରେ ଦେଇଛି କେ, ତ ଏଇଟା ଭୁଲ ହବ। କେ ସବୁଠୁ ଆଗେ ରହିବ, ଏଠି ଦେଖ ଲାଷ୍ଟ ରହିଛି, ଏଟା ଭୁଲ ହବ। ଏଠି ଦେଖ ଲାଷ୍ଟ ସେକେଣ୍ଡ ରହିଛି, ତ ଏଟା ବି ଭୁଲ ହବ। ତ ଅପସନ ସି ଇଜ ଦ ରାଇଟ ଆନ୍ସର। ଠିକ ଅଛି ନା, ଏଇଭଳିଆ ଟ୍ରିକ୍ ସବୁ ଶିଖିକି ଯାଇଥାଉ। ଠିକ ଅଛି, ତାପରେ 8 ନମ୍ବର କ୍ୱେଶ୍ଚନ, ଜିଙ୍କ ଆମଲଗମ କେଉଁ ଧାତୁଟି ଆମଲଗମ ଧାତୁଟି କେଉଁ ଦୁଇଟି ଧାତୁର ମିଶ୍ର ଧାତୁ? ଜିଙ୍କ ଟା ହଉଛି କେଉଁ ଦୁଇଟା ଧାତୁର ମିଶ୍ର ଧାତୁ, ସିମ୍ପଲ। ଆମଲଗମ ସେଇଟା ମିଶ୍ର ଧାତୁଟା ହେଲା। 8 ନମ୍ବର କଣ ହବ ପିଲାମାନେ, ଆମେ ଜାଣିଛେ ଅପସନ ଡି ଇଜ ଦ ରାଇଟ ଆନ୍ସର। କଣ? ଜେଡେନ୍ ଆଉ ଏଚ ଜି, ଜେଡେନ୍ ଆଉ ଏଚ ଇଜ ଦ ରାଇଟ ଆନ୍ସର। ପିଲାମାନେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ପିଲାମାନେ ଯୋଉ ଯୋଉ କ୍ୱେଶ୍ଚନ ମୁଁ ଭେରି ଭେରି ଇମ୍ପୋର୍ଟାଣ୍ଟ ମାରୁଛି ନା, ସେଇ କ୍ୱେଶ୍ଚନ ଗୁଡା ଟିକେ ଦେଖିକି ଭଲସେ ଦେଖିକି ଯାଇଥିବ। ଠିକ ଅଛି ନା, ପିତ୍ତଳ ଜିଙ୍କ ଏଗୁଡା ସବୁ ଭଲସେ ଦେଖି ଯାଇଥିବ। ଆଉ ଗୋଟେ କଣ ଟନସଲ ଗୋଟେ ଅଛି, ସେଗୁଡା ଟିକେ ଭଲସେ ଦେଖିକି ଯାଇଥିବ, କାହିଁକି ନା ବହୁତ ଇମ୍ପୋର୍ଟାଣ୍ଟ ସେଗୁଡା ହେଲା ପରୀକ୍ଷାରେ ପଢିବା ପାଇଁ। ତାପରେ 9 ନମ୍ବର କ୍ୱେଶ୍ଚନ କଣ କହିଛି ନା, ପୃକ୍ତ ହାଇଡ୍ରୋକାର୍ବନରେ ସମସ୍ତ କାର୍ବନ କାର୍ବନ ମଧ୍ୟରେ ଡ୍ୟାଶ ବନ୍ଧ ଥାଏ ପିଲାମାନେ। ପୃକ୍ତ ହାଇଡ୍ରୋକାର୍ବନ କହିଛି ପିଲାମାନେ, କଣ କହିଛି ନା ପୃକ୍ତ ହାଇଡ୍ରୋକାର୍ବନ, ସିମ୍ପଲ ଏକ ବନ୍ଧ ଥିବ ତାଙ୍କ ଭିତରେ। କଣ ହବ ପିଲାମାନେ, ନା ସାର୍ ଏକ ବନ୍ଧ ଥିବ। 9 ନମ୍ବର କ୍ୱେଶ୍ଚନ, 10 ନମ୍ବର କ୍ୱେଶ୍ଚନ କଣ କହିଲା ନା, ଇଥାନୋଲ ସୋଡିୟମ ଧାତୁ ସହ ପ୍ରତିକ୍ରିୟା କରି କେଉଁ ଦୁଇଟି ଉତ୍ପାଦ ସୃଷ୍ଟି କରିଥାଏ ପିଲାମାନେ? ଇଥାନୋଲ ସୋଡିୟମ ଧାତୁ ସହିତ ପ୍ରତିକ୍ରିୟା କରିକି କେଉଁ ଦୁଇଟା ଉତ୍ପାଦ ସୃଷ୍ଟି କରିବ ପିଲାମାନେ? 10 ନମ୍ବର କଣ କହିବ ନା ସାର୍, ସୋଡିୟମ ହାଇଅକ୍ସାଇଡ ଓ ହାଇଡ୍ରୋଜେନ। ଅପସନ ସି ଇଜ ଦ ରାଇଟ ଆନ୍ସର। ଯୋଉମାନେ ଅପସନ ସି କହୁଛନ୍ତି ବିଲକୁଲ ଠିକ ଅଛି। ଯୋଉମାନେ ଅପସନ ସି କହୁଛନ୍ତି ପିଲେ ବିଲକୁଲ ଠିକ ଅଛି। ଠିକ ଅଛି, ତାପରେ 11 ନମ୍ବର କ୍ୱେଶ୍ଚନ, ଇଥାନଲ କୁ କ୍ଷାରୀୟ କେ ଏମ ଏନଓ ଫୋର ଉପସ୍ଥିତିରେ ଜାରଣ କଲେ କଣ ତିଆରି ହବ? ଇଥାନଲ କୁ ଆମେ କ୍ଷାରୀୟ କେ ଏମ ଏନଓ ଫୋର ରେ ଉପସ୍ଥିତିରେ ଜାରଣ କରିବା, କଣ ହବ? ଅବଭିୟସଲି ଏଇ କ୍ୱେଶ୍ଚନଟା ଆମେ କରିଥିଲେ। ଅପସନ ବି ଇଜ ଦ ରାଇଟ ଆନ୍ସର। ଫର୍ମିକ ଏସିଡ, ଫର୍ମିକ ଅମ୍ଳରେ ପରିଣତ ହେଇଯିବ। କଣ କହୁଥିଲେ? ଫର୍ମିକ ଅମ୍ଳରେ ଏସିଟିକ କେମିତି ହବ? ଆକ୍ସାଲିକ ହବନି, ଟାଟାରିକ ହବନି। ଏଠି ଦେଖିପାରୁଥିବ କେ ଏମ ଏନ ଓ ଫୋର ଅଛି ନା। ତାପରେ ନେକ୍ସଟ କ୍ୱେଶ୍ଚନ ଆସିଗଲା ଆମର ମୌଳିକ ପର୍ଯ୍ୟାୟ ସାରଣୀ। ମେଣ୍ଡେଲିଭ ପର୍ଯ୍ୟାୟ ସାରଣୀରେ କେତୋଟି ମୌଳିକ ସ୍ଥାନ ପାଇଥିଲା? ଜଲ୍ଦି କୁହ। ତାଙ୍କ ସମୟରେ ଯେତେଟା ମୌଳିକ ଉପସ୍ଥିତ ଥିଲା ସେତେଟା ସବୁଗୁଡା ସେ ପାଇଥିଲା ସ୍ଥାନ। ତ ଆମେ କହିପାରିବା 6, 32ଟି, 63, 63ଟି ମୌଳିକ ତାଙ୍କ ବେଳେ ମାନେ ଆବିଷ୍କାର ହେଇଥିଲା। ତ ସେତିକିକୁ ନେଇକି ସେ ତିଆରି କରିଥିଲେ। ଠିକ ଅଛି, କ୍ୱେଶ୍ଚନ ଟିକେ ଘୁରେଇକି ଦେଇଦବ ପିଲେ, ଦେଖିକି କରିବ। ଓକେ, 13 ନମ୍ବର କ୍ୱେଶ୍ଚନ, ଆଧୁନିକ ପର୍ଯ୍ୟାୟ ସାରଣୀର ପର୍ଯ୍ୟାୟ ଗୁଡିକରେ ବାମରୁ ଡାହାଣକୁ ଗଲେ କଣ ହୁଏ? ପିଲାମାନେ ବାମରୁ ଡାହାଣକୁ ଗଲେ ଏଇଟା ହେଲା ଆମର ଆଧୁନିକ ପର୍ଯ୍ୟାୟ ସାରଣୀ। ଏଇଭଳିଆ ତାର ଷ୍ଟ୍ରକ୍ଚରଟା ଥାଏ ପିଲାମାନେ, ଏଇଭଳିଆ। ଏଇଟା ଆନ୍ଥ ସାଇଡ ଲେଫ୍ଟ ସାଇଡ ଏଗୁଡା ସବୁ ଥାଏ ଏଇଠି। ତ ଏଇଭଳିଆ ତାର ଆଧୁନିକ ପର୍ଯ୍ୟାୟ ସାରଣୀଟା ଥିଲେ। ଯଦି ଏଇଟା ବାମରୁ, ବାମରୁ ଯଦି ଆମେ ଡାହାଣକୁ ଯିବା, ପ୍ରଥମତଃ କଣ, ଏଗୁଡା ହେଲା ଧାତବ। ଏଗୁଡା ସବୁ ଏଇ ଯୋଉ ଦିଟା ବକ୍ସରେ ସବୁ ଅଛନ୍ତି, ଏଗୁଡା ହେଲା ଧାତୁ ଗୁଡା ସବୁ ଥାନ୍ତି। ହାଇଡ୍ରୋଜେନ ଛାଡିଦେଲେ ଏଠି ସବୁ କଣ ଥାନ୍ତି? ଧାତୁ ଗୁଡା ଥାନ୍ତି। ତ ଇଏ ଯେତେ ଆଉ ଏଇଗୁଡା ଏପଟେ ସବୁ ଅଧାତୁ ଗୁଡା, ଅଧାତୁ ଆଉ ଏଇ ମଝିରେ ଉପଧାତୁ ଗୁଡା ଥାନ୍ତି। କି ଧାତୁ? ଟିକେ କଲରଟା ଚେଞ୍ଜ କରିଦେଲେ ଅବଭିୟସଲି ତମକୁ ଭଲ ବୁଝିବ। ଏଇ ଜାଗାର ମଝିରେ କଣ ଅଛି? ଏଇ ଯୋଉ କୁଣିଆ କୁଣିଆ ଅଛି ଉପଧାତୁ ଗୁଡା, ଆଉ ଏଇଗୁଡା ସବୁ ଅଧାତୁ ଗୁଡା ସବୁ ଅଛନ୍ତି। ଠିକ ଅଛି ନା? ତ ଯେତେବେଳେ ଆମେ ବାମରୁ ଡାହାଣକୁ ଯିବା, ସେ ଅବଭିୟସଲି କଣ ଧାତୁର ପ୍ରକୃତିଟା କମି କମି ଯିବ, ବା ଅଧାତୁର ପ୍ରକୃତିଟା ବଢି ବଢି ଯିବ। ଦେଖିବା ଆଗେ କ୍ୱେଶ୍ଚନ ଆମେ ପଢିବା କଣ ହଉଛି ଦେଖିବା। 13 ନମ୍ବର କଣ ଅଛି? 13 ନମ୍ବର କଣ ହବ ନା, ମୌଳିକ ଗୁଡିକର ଧାତବ ପ୍ରକୃତି କମିଯାଏ। କମିବ କେମିତିକା ଛୁଆ? କମିବ ରୁହ, ମୌଳିକ ଗୁଡିକର ଧାତବ ପ୍ରକୃତି କମିଯାଏ। କଣ କହିছে? ଆଧୁନିକ ପର୍ଯ୍ୟାୟ ସାରଣୀରେ ବାମରୁ ଡାହାଣକୁ ଗଲେ କଣ ହୁଏ ନାହିଁ? ଆଚ୍ଛା, ହୁଏ ନାହିଁ ପଚାରିଛି, ଏଇଟା ତ ଠିକ ହବ ନା, ହୁଏ ନାହିଁ। ତ ଏଟା ଭୁଲ ହବ, ମାନେ ଆମ ଆନ୍ସର ଅନୁସାରେ ଏଟା ଭୁଲ ହବ। ପ୍ରଯୋଜକ ଇଲେକ୍ଟ୍ରନ ସଂଖ୍ୟା ବୃଦ୍ଧି ପାଇ, ହଁ ବଢିଥାଏ। କାହିଁକି ନା ଦେଖ, ଆମେ ପଢୁଛେ ନା ହାଇଡ୍ରୋଜେନ, ହିଲିୟମ, ଲିଥିୟମ, ବେରିଲିୟମ ବଢି ବଢି ଯାଇଥାଏ ନା ବାମରୁ ଡାହାଣକୁ, ବଢି ବଢି ଯାଇଥାଏ। ତ ଏଟା ଠିକ ହବ, ମାନେ ଠିକ ଅଛି ଏଟା। ଏଟା ଆମକୁ ଆନ୍ସର ଭୁଲ ଅଛି। ତାପରେ ପରମାଣୁ ଗୁଡିକ ସହଜରେ ଇଲେକ୍ଟ୍ରନ ନା 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 ନା, ସହଜରେ ଏମାନେ ଯେତେ ଆମେ ବାମରୁ ଡାହାଣକୁ ଯିବା, ତାଙ୍କର ପରମାଣୁ ଗୁଡିକରେ ଇଲେକ୍ଟ୍ରନ ସହଜରେ ସେମାନେ ତ୍ୟାଗ କରିପାରନ୍ତି ନାହିଁ। ମନେ ରଖିବା ଏଟା ପିଲାମାନେ, ସେମାନେ ସହଜରେ ତ୍ୟାଗ କରିପାରନ୍ତି ନାହିଁ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ସେ କହିଛି ଗୋଟିଏ ଗୋଟିଏ ଅବତଳ ଦର୍ପଣ। ଅବତଳ ଦର୍ପଣ ମାନେ କେମିତିକା? ଏଇଟା, ଏଇଟା ହଉଛି ମୋର ଅବତଳ ଦର୍ପଣ। ଠିକ ଅଛି, ଅବତଳ ଦର୍ପଣ ଏଇଟା। ସେ କହିଛି ବକ୍ରତା ବ୍ୟାସାର୍ଧ 24। ବକ୍ରତା ବ୍ୟାସାର୍ଧ ମନେକର ଏଇଠୁ ଏତିକ 24 ହେଲା। ଆର ଦେଇ ଦେଇଛି କେତେ? 24।
24 ତେବେ ଫୋକସ୍ ଦୂରତା କଣ କରିବା ଆଗେଇଦବା ଟିକେ ନା ଆମର ଫୋକସ୍ ଦୂରତା ଏଇଠି ହେଲା O ବକ୍ରତା ଦୂରତା ଏଇଟା ଫୋକସ୍ ଦୂରତା ମାନେ F ଏଇଠି ଆମେ ଜାଣିଛେ ଏଇଟା ଅଧା ତ 24 ର ଅଧା କେତେ 24/2 ଇକ୍ୱାଲ ଟୁ 12 12 ଖୋଜ ଅପସନ B ଇଜ ଦ ରାଇଟ ଆନ୍ସର ଦେଖୁଛ ନା କେତେ ସହଜ କ୍ୱେଶ୍ଚନ ପଡୁଛି ପିଲାମାନେ କେତେ ସହଜ କ୍ୱେଶ୍ଚନ ଜାଣିପାରୁଛ ତ ପିଲେ ଯଦି ତମକୁ ଏବେ ବି ମୁଁ ବାର ବାର କହୁଛି ଯଦି ତମକୁ ସାଇନ୍ସ ରେ କିଛି ପ୍ରୋବ୍ଲେମ ହଉଛି ତେବେ ଏଇ ନମ୍ବରଟି ମନେ ରଖିଥାଅ ପିଲେ 7205892090 ପିଲାମାନେ ଏଇ ନମ୍ବରରେ ମତେ ହ୍ୱାଟ୍ସଆପ ରେ ମେସେଜ କର ମୁଁ ତମକୁ ବହୁତ ହି ଭାବରେ ଯୋଉ ବିଷୟ ତମକୁ ବୁଝି ହଉନି ସେଇ ବିଷୟ ମୁଁ ତମକୁ ପର୍ସନାଲି ବୁଝେଇଦେବି କାରଣ ଆମ ଫ୍ୟାମିଲି ବହୁତ ଛୋଟ ଅଛି ଠିକ ଅଛି ନା ତମେ ନିହାତି ମେସେଜ କଲେ ମୁଁ ତମକୁ ପର୍ସନାଲି ଗାଇଡ କରିଦେଇ ପାରିବି ଠିକ ଅଛି ତ ଆଉ ବାସ୍ ଗୋଟେ ରିକ୍ୱେଷ୍ଟ କି ଆମେ ଟାର୍ଗେଟ କରିଛୁ 500 ସବସ୍କ୍ରାଇବର କମ୍ପ୍ଲିଟ କରିବା ପାଇଁ ଆମେ ପିଲାମାନେ ଟାର୍ଗେଟ କରିଛୁ ପିଲେ 500 ସବସ୍କ୍ରାଇବର କମ୍ପ୍ଲିଟ କରିବା ପାଇଁ ବାସ୍ ତମ ମାନଙ୍କର ଭଲ ପାଇବା ଆଉ ତମ ମାନଙ୍କର ଆ, ସବୁ କିଛି ତମ ମାନେ ହିଁ ସବସ୍କ୍ରାଇବ କରିପାରିବ ତ ନିହାତି ଭାବରେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦବ ଆଉ ଟିକେ ଟିକେ ଆଗାଅ ଭିଡିଓ ଆମର ଚ୍ୟାନେଲ ଟିକୁ ଟିକେ ଆଗାଅ ଠିକ ଅଛି 15 ନମ୍ବର କଣ କହିଛି ଜଣେ ଡକ୍ଟର ଏତିକେ ପାୱାରର ସଂଶୋଧନକାରୀ ଲେନ୍ସ ବ୍ୟବହାର କରିବାରୁ ନିର୍ଦ୍ଧାରିତ କରିଛି ଏହି ଲେନ୍ସର ଫୋକସ ଦୂରତା ଆମେ ଜାଣିଛେ P ଇକ୍ୱାଲ ଟୁ 1/f ଏଇ କ୍ୱେଶ୍ଚନ ଏଇ ସୂତ୍ରଟା ମନେ ରଖିବ ପିଲାମାନେ P ଇକ୍ୱାଲ ଟୁ ପାୱାର ଇକ୍ୱାଲ ଟୁ ଫୋକାଲ ଲେନ୍ଥର 1/ଫୋକାଲ ଲେନ୍ଥ ଠିକ ଅଛି ଏଟାକୁ ଉଲ୍ଟେଇ ଦିଅ ପାୱାରଟା ଦେଇ ଦେଇଛି 2.5 ଇକ୍ୱାଲ ଟୁ 1/f ଏଫ୍ ଏପଟୁ ଚାଲିଗଲା ଇକ୍ୱାଲ ଟୁ 1/25 2.5 ଏଟାକୁ ହେଇଯିବ 10/25 10/25 ଏଟା କଟିଗଲେ କେତେ ହେଇଯିବ 5/5 2/5 କେତେ ହେଇଯିବ 2/5 ଏ ଦୁଇ ଗୁଣନ କରିଦିଅ 0.4 ଅଛି କି ପିଲେ 0.4 ଇଜ ଦ ରାଇଟ ଆନ୍ସର ଅପସନ B ଇଜ ଦ ରାଇଟ ଆନ୍ସର ପିଲାମାନେ 15 ନମ୍ବର ଅପସନ B ଇଜ ଦ ରାଇଟ ଆନ୍ସର ଡାଇରେକ୍ଟ କରିବ ଠିକ ଅଛି ତମେ ଯଦି ଆଉ ଟିକେ ପୂର୍ବରୁ ଆମ ଚ୍ୟାନେଲ ସହିତ ଯୋଡି ହେଇଥାନ୍ତ ତ ଏଇ କ୍ୱେଶ୍ଚନଟା ତମେ ଆରାମସେ ଦେଖି ଦେଖି କରିଦେଇଥାନ୍ତ ଠିକ ଅଛି 16 ନମ୍ବର କ୍ୱେଶ୍ଚନ କଣ କହିଛି ଦେଖ ଗୋଟିଏ ଅବତଳ ଲେନ୍ସର ଫୋକସ ଦୂରତା ଏତିକି ଦେଇ ଦେଇଛି ଲେନ୍ସର ସମ୍ମୁଖରେ ବସ୍ତୁ ଦୂରତା ରଖିଲେ ପ୍ରତିବିମ୍ବ ଏତିକି ଦୂରତା ଭି ଆଉ ୟୁ ଦେଇ ଦେଇଛି ପିଲାମାନେ ଭି ଆଉ ୟୁ ଦେଇଛି ବାହାର କର ଜଲ୍ଦି 16 ନମ୍ବର ଏଇଟା ତମମାନଙ୍କ ପାଇଁ ଅପସନ ଏ ଇଜ ରାଇଟ ଆନ୍ସର 100 ଦେଖିକି କରିପାରିବ 100 ସେଣ୍ଟିମିଟର ହବ ପିଲାମାନେ କେତେ ସେଣ୍ଟିମିଟର 100 ସେଣ୍ଟିମିଟର ଓକେ ଏଟା ବାହାର କର ଲେନ୍ସ ଫର୍ମୁଲା ପକାଅ ଲେନ୍ସ ବେକର ନୁହେଁ ଖାଲି ଲେନ୍ସ ଫର୍ମୁଲା ଓକେ ହେଲେ ତମର ଲେନ୍ସ ମେକର ଫର୍ମୁଲା ନାହିଁ ତମ ସିଲାବସରେ 17 ନମ୍ବର କଣ କହିଛି ନା ଜଣେ ସ୍ୱସ୍ଥ ଓ ସ୍ୱାଭାବିକ ଦୃଷ୍ଟି ସମ୍ପୂର୍ଣ୍ଣ ବ୍ୟକ୍ତିର ସ୍ପଷ୍ଟ ଦର୍ଶନ ସର୍ବନିମ୍ନ 25 କାହିଁ 25 କୁ ହଁ 25 ସର୍ବନିମ୍ନ ଦୂରତା ହଉଛି 25 ସେଣ୍ଟିମିଟର ସର୍ବନିମ୍ନ ଦୂରତା ହଉଛି 25 ସେଣ୍ଟିମିଟର ସର୍ବାଧିକ ଦୂରତା ହଉଛି ଅନଲିମିଟେଡ ଇନଫିନିଟି କେତେ ପର୍ଯ୍ୟନ୍ତ ଅନଲିମିଟେଡ ସେ ଯେତେ ଦେଖିପାରୁଛ କିଛି ଅସୁବିଧା ନାହିଁ ସବୁଠୁ କମ ଦୂର ଦେଖିବ ଗୋଟେ ବହିକି ନିଅ ତମେ 25 ସେଣ୍ଟିମିଟର ପାଖକୁ ତମେ ପୁରା ଆଖି ଆଗକୁ ନେଇ ଆସ ପଢିପାରୁଛ କି ତମେ ପଢିପାରିବନି କାରଣ କଣ ଆମର ଗୋଟେ ସ୍ପଷ୍ଟ ଦର୍ଶନ ଗୋଟେ ଯାହାର ମାନେ ଆଖି ଖରାପ ହେଇନଥିବ ଯୋଉ ବ୍ୟକ୍ତିର ତା ପାଇଁ ସର୍ବନିମ୍ନ ଦୂରତା ହଉଛି 25 ସେଣ୍ଟିମିଟର ସର୍ବାଧିକ ଦୂରତା ହଉଛି ଅନଲିମିଟେଡ ଯେତେ ଦେଖିପାରିବ ଠିକ ଅଛି ଅନଲିମିଟେଡ ମାନେ ନୁହଁ କି ତମେ ଏଇଠି ରହିକି 10 କିଲୋମିଟର ଦୂରରେ ଦେଖିପାରିବ କିଛି ଜିନିଷ ହେଲା ତାର 18 ନମ୍ବର କ୍ୱେଶ୍ଚନ 18 ନମ୍ବର କ୍ୱେଶ୍ଚନ କଣ କହିଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ଆଲୋକର ବିଚ୍ଛୁରଣ ଯୋଗୁଁ ହୋଇନଥାଏ ପିଲାମାନେ କେଉଁଟା ଆଲୋକର ବିଚ୍ଛୁରଣ ଯୋଗୁଁ ହୋଇନଥାଏ ପିଲାମାନେ 18 ନମ୍ବର କଣ ହବ ପିଲାମାନେ ଆକାଶ ନୀରବ ହଁ ଏଇଟା ଆଲୋକର ବିଚ୍ଛୁରଣ ପାଇଁ ହେଇଥାଏ ଗଭୀର ସମୁଦ୍ର ଜଳର ବର୍ଣ୍ଣ ଏଇଟା ହେଇଥାଏ ଆଲୋକର ବିଚ୍ଛୁରଣ ପାଇଁ ଗଛର ପତ୍ର ସବୁଜ ଏଇ ଗଛର ପତ୍ର ସବୁଜ ଦେଖିବା ଏଇଟା ନୁହଁ ଅପସନ ସି ଇଜ ଦ ରଙ୍ଗ ମାନେ ଅପସନ ସି ଆମ ପାଇଁ ଠିକ ଅଛି ଆଚ୍ଛା ଏଇଗୁଡା ସବୁ ଆଲୋକର ବିଚ୍ଛୁରଣ ପାଇଁ ହେଇଥାଏ ହେଲା ସୂର୍ଯ୍ୟ ଲାଲ ଦେଖାଯିବ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ ଦେଖାଯାଇଥାଏ କିନ୍ତୁ ଦ୍ୱିପହରେ ଧଳା ଦେଖାଯାଉଥାଏ କାହିଁକି ଦେଖାଯାଇଥାଏ କାରଣ ଆଲୋକର ବିଚ୍ଛୁରଣ ପାଇଁ 19 ନମ୍ବର କ୍ୱେଶ୍ଚନ ଯିବା ତ ଏଇ ଗଛର ପତ୍ର ସବୁଜ ଦେଖା ହବାର କାରଣ ଆଲୋକ ନୁହଁ କଣ କ୍ଲୋରୋଫର୍ମ ଓକେ ତାପରେ ତାପରେ 19 ନମ୍ବର କଣ କହିଛି ନା ଖଣ୍ଡିଏ ତାରରେ 1.5 ଏମ୍ପିୟର ର ବିଦ୍ୟୁତ ସ୍ରୋତ 1 ଘଣ୍ଟା ପ୍ରଭାବିତ ହେଲେ ମୋଟ ଚାର୍ଜ କ୍ୟୁ କ୍ୟୁ ଇଜ ଇକ୍ୱାଲ ଟୁ କଣ କ୍ୟୁ ମାନେ କଣ ଚାର୍ଜ କେତେ ସମୟରେ I ବାଇ ଟି ମାନେ ଗୋଟେ ସମୟରେ କେତେ ବିଦ୍ୟୁତ ପ୍ରଭାବିତ ହେଲା ସେଇଟାକୁ ଆମେ କଣ କହିବା ନା I ଇକ୍ୱାଲ ଟୁ କ୍ୟୁ ବାଇ ଟି ସରି I ଇକ୍ୱାଲ ଟୁ କ୍ୟୁ ବାଇ ଟି ଟିକେ ରୁହ I ଇଜ ଇକ୍ୱାଲ ଟୁ କ୍ୟୁ ବାଇ ଟି ମାନେ କଣ ନା ଏକ ନିର୍ଦ୍ଦିଷ୍ଟ ସମୟରେ କେତେ ଚାର୍ଜ ପ୍ରଭାବିତ ହଉଛି ସେଇଟାକୁ ଆମେ I ବୋଲି କହିଥାଉ ନା ତ ଏଇ ଫର୍ମୁଲାଟା ପକେଇ ବାହାର କର ଜଲ୍ଦି ଏଟା ଦେଖିକି କରିଦବ ତମେ ଏମ୍ପିୟର ଦେଇଦେଇଛି ମାନେ I ଦେଇଦେଇଛି ବିଦ୍ୟୁତର ଏକକ କଣ ଏମ୍ପିୟର 1.5 ଦେଇଦେଇଛି ଏମ୍ପିୟର ଆଉ 1 ଘଣ୍ଟା ସମୟ ଦେଇଛି ଟି ଇକ୍ୱାଲ ଟୁ କେତେ ଦେଇଛି 1 ବାହାର କର ଜଲ୍ଦି ବାହାର କର କେତେ ହଉଛି 19 ନମ୍ବର କଣ ହବ ପିଲାମାନେ ହଁ ଅପସନ ସି ଇଜ ଦ ରାଇଟ ଆନ୍ସର ଅପସନ ସି ଇଜ ଦ ରାଇଟ ଆନ୍ସର ଏଇଠି ବାହାର କରିବ ହେଲା ତାପରେ 20 ନମ୍ବର କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଅଛି 20 ନମ୍ବର କ୍ୱେଶ୍ଚନ କହିଲା ଗୋଟିଏ ପରିପଥରେ ତିନୋଟି ଏତିକି ଓମ୍ ପ୍ରତିରୋଧ ସମାନ୍ତରାଳ ଭାବରେ ସଂଯୋଗ ହେଇଛନ୍ତି ପିଲାମାନେ କିପରି ସମାନ୍ତରାଳ ପନ୍ଥୀ ଭାବରେ ନୁହଁ ସମାନ୍ତରାଳ ଭାବରେ ହେଲା ସେ କହିଛି ସେଗୁଡିକ ସମତୁଲ ପ୍ରତିରୋଧ କେତେ ଏଟା ସମାନ୍ତରାଳ ଭାବରେ ସଂଯୋଗ ହେଇଛି ମାନେ କଣ ଏଟା କଣ ଗୋଟେ ଗୋଟେ ପ୍ରତିରୋଧ ମାନେ ଆମେ ଜାଣିଛେ ସାର୍ 1/r ଇକ୍ୱାଲ ଟୁ 1/r1 ପ୍ଲସ୍ 1/r2 ପ୍ଲସ୍ 1/r3 ତିନୋଟି ନା ତିନୋଟି ଯୋଗ କରିଦିଅ ପିଲାମାନେ 1/240 ପ୍ଲସ୍ 1/240 ପ୍ଲସ୍ 1/240
40 ଲସକୁ ଚାଲିଯିବ 240 240 ଉପରେ 1 1 2 3 3 କାଟି ଦିଅ ଛୁଆ 3 के 3 3 के ପୁଣି 24 କେଜି 8 3 2 3 3 ଅଷ୍ଟ 24 80 ତଳେ ଆସିଗଲା ତଳେ ତେବେ ଆମେ ଲେଖି ଦେଇପାରିବା 1 by r equal to 1 by 80 r equal to 80 r equal to 80 ତେବେ r କେତେ ପାଇଗଲେ 80 ପାଇଗଲେ ଖୋଜ 80 ohm is the right answer 80 ohm is the right answer 20 नंबर क्वेश्चन सरीगला तापर 21 नंबर क्वेश्चन देखो जिबा पिला माने हमने सब क्वेश्चन गुडाକୁ କରିବାନି କାରଣ ତମ ପାଖରେ ସମୟ ନାହିଁ ମୁଁ ଜାଣିଛି ତମେ ବହୁତ କିଛି ପିଲା ସେ ଭିତରୁ କରିପାରୁନଥିବେ ମୁଁ ଜାଣିଛି ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ डिस्कसन कराटा बहुत इंपोर्टेंट किंतु बहुत पिला अछंती जो मानकर विषय ऑलरेडी सरी जाईची तो सेमाने चाहुचन जे अधिक रो अधिक जते अति कम रे अधिक रो अधिक केमतिया क्वेश्चन डिस्कसन करिया तो सेमानक पई मु किछि किछि क्वेश्चन मु छाडी देबी ठीक अछि ना तमे निजे करिया पई चेष्टा करियो 21 नंबर कोन हो पिला माने ना गोटे बॉल रो फिलामेंट प्रतिरोधी तो देई देछि फिलामेंट रो प्रतिरोधटा देई देछि आर इक्वल टू देई देछि पिला तापर सेही बॉल को जदी एतिकी वोल्ट v देई देछि वोल्ट देई देछि पिला माने ठीक अछि विद्युत लाइन ले लगाइले ताहा से केते विद्युत स्रोत भाग प्रभावित करियो जल्दी बाहर करो केते v इक्वल टू ir सूत्र पके दो v इक्वल टू ir तुमको विद्युत स्रोत पचारिछि r कोन पिला माने r होछि देई देछि केते 1100 आउ वोल्ट v जो केते देई देछि ना 200 220 तो एटा जतबेला r टा एपडू पळे आसो कोन हे जो 220 बाय 1100 11 दु 11 दुणे कटि देने 20 हे गला 11 के काटि देने 100 हे गला 20 गोटे शून्य एटा काटि देने 2 रो काटि देने 5 2 5 10 तार उत्तर भाई गला 1 बाय 5 1 बाय 5 माने केते 0.2 तो ऑप्शन सी इज द राइट आंसर मु करि दोछु गोटे क्वेश्चन करि देम किछ असुविधा नै ठीक अछि तब नेक्स्ट क्वेश्चन पे पिला माने बहुत स्पीड ହେଇଯାଉଛି ନା ଯଦି ମାନେ ଭିଡିଓରୁ 1% ବି ଯଦି ବେନିଫିट्स ପାଉଛ ନିହାତି ଭାବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ଓକେ ଗୋଟେ ବିଦ୍ୟୁତର ମୋଟର ଏତିକି ଭୋଲ୍ଟର ବିଦ୍ୟୁତ ଲାଇନରେ ଏତିକି ବିଦ୍ୟୁତ ସ୍ରୋତ ନିଆଯାଇଥାଏ ତେବେ ମୋଟର ପାୱାର ବାହାର କରିବ କେତେ ବାହାର କରିବ ପାୱାର ବାହାର କରିବ ବାହାର କର ତମେ ଏଟା ନିଜେ କର ମୁଁ କହିଦଉଛି ଉତ୍ତର କଣ ହବ ଅପସନ ବି ଇଜ ଦ ରାଇଟ ଆନ୍ସର 1.1 କିଲୋୱାଟ ହବ ହେଲା ଏଟା କରିବ କ୍ୱେଶ୍ଚନଟା 23 ନମ୍ବର କ୍ୱେଶ୍ଚନ କଣ କହିଛି ପିଲାମାନେ ନା ଗୋଟେ ବିଦ୍ୟୁତ ସ୍ରୋତଧାରୀ ଦୈର୍ଘ୍ୟ ଓ ସରଳ ସଳଖ ସଲେନଏଡ ଭିତର ଅଂଶରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ କଣ ଥାଏ ତା ଭିତରେ ସବୁବେଳେ କଣ ଥାଏ ପିଲାମାନେ ସିମ୍ପଲି ଭିତରେ ସବୁଆଡେ ସମାନ ଥାଏ ଶୂନ ନଥାଏ ଶୂନ କିଏ କହୁଛି ଶୂନ ନଥାଏ ଅପସନ ଡି ଇଜ ଦ ରାଇଟ ଆନ୍ସର ସବୁଆଡେ ସମାନ ଥାଏ ଗୋଟେ ଆମର ସଲେନଏଡ ଭିତରେ ଚୁମ୍ବକୀୟ କ୍ଷେତ୍ର ସବୁଆଡେ ଯେ ପ୍ରାନ୍ତରେ ବି ଦେଖିବ ତମେ ସବୁଆଡେ ସମାନ ରହିବ ଠିକ ଅଛି ତାପରେ ଲଘୁ ପତନ ହେଉଥିବା ପରିପଥରେ ବିଦ୍ୟୁତ ପ୍ରଭାବ ଲଘୁ ପଥରେ ହେଉଥିବା ପରିପଥନ ବିଦ୍ୟୁତ ପ୍ରଭାବ 24 ନମ୍ବର କଣ ହବ ପିଲାମାନେ 24 ନମ୍ବର କଣ ହବ ଖୋଜ ଖୋଜ 24 ନମ୍ବର କଣ ହବ ପିଲାମାନେ ଇଜି क्वेश्चन डायरेक्ट आमे करबा ऑप्शन सी इज द राइट आंसर बहु परिमाण रे बढ़ी जाइतै बहु परिमाण रे पिला माने बढ़ी जाइतै 25 नंबर क्वेश्चन कोन कहछि ना गोटिए युक्त चार्ज विशिष्ट कणिका जेटा को आमे अल्फा कणिका बेले नैबा पश्चिम को गति करूथा बेले एक चुंबकीय क्षेत्र द्वारा उत्तर को विक्षेपित होला हो ठीक अछि युक्त चार्ज हला से जदि पश्चिम आड़ को जाउछि से विक्षेपित होउछि कहा द्वारा ना गोटे चुंबकीय क्षेत्र द्वारा से विक्षेपित होउछि चुंबकीय क्षेत्र द्वारा विक्षेपित तबे चुंबकीय क्षेत्र दिग कुआडे पिला माने से देखो विक्षेपित होउछि को आड़े जाउथला को हमर उत्तर पश्चिम को जाउथला माने पूर्व पश्चिम माने एई पटाडे जाउथला सी हला एई पटाडे जाउथला से विक्षेपित हेई को पटे पळेला उत्तर दिग आड़ को पूर्व पश्चिम उत्तर माने एई पटाड को पळेला सी एई पटाड को पळेला हो कि ना आमे मने पका हाथ हाथ निजे कर दियो को आड़े कोन हबो को कोन होतबे चुंबकीय क्षेत्रर दिग को आड़े दिग हाथ पकई को दिग को 25 नंबर कोन हबो ऑप्शन डी इज द राइट आंसर ऊपर को हिजो कोन हिजो ऊपर थम करनो थम टा करो तमर जो बुढ़ा आंगुलटा को ऊपर जीवो ना ऊपर इज द राइट आंसर डी इज द राइट आंसर ओके नेक्स्ट क्वेश्चन पिला माने हमर भौतिक विज्ञान रो सब क्वेश्चन 25 टा क्वेश्चन हम कंप्लीट कर देइछे एबे हमें भौतिक विज्ञान रो 25 टा क्वेश्चन एबे कंप्लीट करिया के जिबा तो भौतिक विज्ञान रो 25 टा क्वेश्चन कंप्लीट करिया पूर्व जदी ए पर्यंत तमे भाबुचो कि ना सर ए क्लास रो हमको बहुत बेनिफिट्स मिलुछि तो निहात चैनल को सब्सक्राइब कर दबो ओके तर केउ जीवाणु आम अंतल रे सहजीवी भाबरे रहे कि विटामिन बी12 सुनिलो माने कोन इश्चेरिचिया कोलाई कोन पिला माने इश्चेरिचिया कोलाई बी12 इश्चेरिचिया कोलाई होला 26 नंबर गला 27 नंबर कड़िया पिला माने मनुष्य पार्टीर ऊपर माढ़ी चर्बण दांत और पेषण दांत संख्या केते दीटा मिसेई चर्बण दांत केतेटा चुबेइबा दांत चर्बण दांत केतेटा पिला माने 27 नंबर चर्बण दांत केतेटा चारटा आ पेषण दांत 6टा तो ऑप्शन बी इज द राइट आंसर पिला माने ऑप्शन बी इज द राइट आंसर ओके तापर 28 नंबर जैविक जारण प्रक्रिया रे केतोटी एटीपी अणु भांगिले एतिकी किलो जूल शक्ति निर्गत होइताय केतोटी एटीपी अणु भांगिबा पिला माने गोटिए मात्र गोटिए एटीपी अणु भांगिले 30.5 किलो जूल शक्ति निर्गत होइताय पिला माने ठीक अछि तापर मानव शरीर रे केउटी एको कोन लसिका अंश अटे लसिका अंश पिला माने मानव शरीर रे केउटी एको लसिका अंश अटे पिला माने 29 नंबर कोन हो ऑप्शन डी इज द राइट आंसर टॉन्सिल कोटा पिला माने टॉन्सिल एटा होची टॉन्सिल ओके तार 30 नंबर क्वेश्चन उद्भिद रे पोषकर परिवहन काहा द्वारा संपादित होइता पोषकर परिवहन पिला माने उद्भिद रे गोटे गोटे पोषकटा परिवहन हेकी काहा द्वारा परिवहन होइता मते कहला
ମାନେ ଦେଖ ଆମେ ଖାଦ୍ୟ ଆମର ପତ୍ରଟା କଣ କଲା ଖାଦ୍ୟ ସୃଷ୍ଟି କରିଦେଲା ତ ସେଇଠୁ ଆମେ ପୋଷକଟା ଯୋଉ ତିଆରି ହେଇକି ସିଏ ସବୁ ଆଡକୁ ଯାଇଥାଏ ସବୁ ଆଡକୁ ସିଏ ଯାଇଥାଏ ତ ସେଟା କାହା ଦ୍ୱାରା ଆମର ଜୀବ କଣ କଣ ହବ ପିଲାମାନେ ଅପସନ ସି ଇଜ ଦ ରାଇଟ ଆନ୍ସର ଫ୍ଲାଇମ ଦ୍ୱାରା ଯାଇଥାଏ କାହା ଦ୍ୱାରା ପିଲାମାନେ ଯାଇଥାଏ ନା ସେଟା ଫ୍ଲାଇମ ଦ୍ୱାରା ଯାଇଥାଏ ଠିକ ଅଛି 31 ନମ୍ବର କ୍ୱେଶ୍ଚନ କଣ କହିଛି ନା ହୃତ୍ପିଣ୍ଡର ମାଂସପେଶୀକୁ କାହା ଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ ହୃତ୍ପିଣ୍ଡର ମାଂସପେଶୀକୁ କାହା ଦ୍ୱାରା ରକ୍ତ ସଞ୍ଚାଳନ ହେଇଥାଏ ଜଲ୍ଦି ପିଲାମାନେ କୁହ 31 ନମ୍ବର ଅପସନ ଡି ଇଜ ଦ ରାଇଟ ଆନ୍ସର ହୃଦ ଧମନୀ ଆଉ ହୃଦ ଶିରା ହୃଦ ଧମନୀ ପିଲାମାନେ ଆଉ ହୃଦ ଶିରା ଟିକେ ରହିଯା ପିଲେ ତ ପିଲାମାନେ ଏଇଟା କଣ ହବ ପିଲାମାନେ ନା ହୃଦ ଧମନୀ ଓ ହୃଦ ଶିରା କଣ ହବ ପିଲେ ନା ସାର୍ ହୃଦ ଧମନୀ ଓ ହୃଦ ଶିରା ଠିକ ଅଛି ନେକ୍ସଟ କ୍ୱେଶ୍ଚନ ଯିବା ନେକ୍ସଟ କ୍ୱେଶ୍ଚନ କଣ କହିଛି ନା ନେଫ୍ରନର କେଉଁ ଅଂଶରେ ରକ୍ତ ଛଣା କାର୍ଯ୍ୟ ହେଇଥାଏ ଏଇଟା ତ ବହୁତ ହି ମାନେ ଫେଭରେଟ କ୍ୱେଶ୍ଚନ କଣ ଗ୍ଲୁମେରୁଲସ୍ କୋଉଠି ପିଲାମାନେ ଗ୍ଲୁମେରୁଲସ୍ ଠାରେ ହୋଇଥାଏ ହେଲା 33 ନମ୍ବର କ୍ୱେଶ୍ଚନ ପିଲାମାନେ କଣ କହିଲା ନା ଝୁଣା ଓ ଖଇର ପରି ବର୍ଜ୍ୟବସ୍ତୁ ଉଦ୍ଭିଦ ଗୁଡିକ ଉଦ୍ଭିଦର କେଉଁ ଅଂଶରେ ସଂଗୃହୀତ ହେଇଥାଏ ପିଲାମାନେ କୋଉ ଅଂଶରେ ସଂଗୃହୀତ ପିଲା ଏଇନା ହେଇଥାଏ ନା 33 ନମ୍ବର ଅପସନ ବି ଇଜ ଦ ରାଇଟ ଆନ୍ସର ପରିପକ୍ୱ ଜାଇଲେମ ଦ୍ୱାରା ସଂଗୃହୀତ ହେଇଥାଏ କୋଉଠି ପିଲାମାନେ ପରିପକ୍ୱ ଜାଇଲେମ ଦ୍ୱାରା ସଂଗୃହୀତ ହେଇଥାଏ ଓକେ ନେକ୍ସଟ କ୍ୱେଶ୍ଚନ 34 ନମ୍ବର କ୍ୱେଶ୍ଚନ କଣ କହିଛି ନା କହିଲା ଜଣେ ବୟସ ପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ପ୍ରତି ମିନିଟରେ କେତେ ପରିମାଣ ରକ୍ତ ଗ୍ରହଣ କରିଥାଏ 34 ନମ୍ବର କଣ ହବ ପିଲାମାନେ କେତେ ପରିମାଣ 750 ମିଲିଲିଟର ପରିମାଣରେ ଏତିକି ଅପସନ ଏ ଇଜ ଦ ରାଇଟ ଆନ୍ସର ଅପସନ ଏ ଇଜ ଦ ରାଇଟ ଆନ୍ସର 35 ନମ୍ବର ମନୁଷ୍ୟ ସ୍ନାୟୁକୋଷରେ କେଉଁଠି ନଥାଏ ମନୁଷ୍ୟ ସ୍ନାୟୁକୋଷରେ କୋଉଟା ନଥାଏ କହିଲେ ଦେଖିବା ପିଲାମାନେ ନା ଟେଲୋଡେରିନ୍ ଏଟା ଥାଏ ଅକ୍ସନ ଭିଲେ ଏଟା ଥାଏ ଏଣ୍ଡନବ ଏଟା ଥାଏ ସେଣ୍ଟ୍ରୋଜମ ଗୋଟେ କୋଉଟା ଆସିବ ସେଣ୍ଟ୍ରୋଜମ ନଥାଏ ଠିକ ଅଛି ଅପସନ ଡି ଇଜ ଦ ରାଇଟ ଆନ୍ସର 36 ନମ୍ବର କ୍ୱେଶ୍ଚନ ପ୍ରଥମ ଅର୍ଦ୍ଧ ବିଭାଜନରେ କେଉଁ ଅବସ୍ଥାରେ ତର୍କତନ୍ତୁ ଗୁଣସୂତ୍ରରେ ଭାଗ କର ଏଟା କୋଉଟା ଜଲ୍ଦି 36 ନମ୍ବର କଣ ହବ ଅପସନ ବି ଇଜ ଦ ରାଇଟ ଆନ୍ସର ମଧ୍ୟ ଅବସ୍ଥା ପ୍ରଥମରେ ହେଇଥାଏ ଠିକ ଅଛି ତାପରେ 37 ନମ୍ବର କ୍ୱେଶ୍ଚନ କଣ କହିଛି ନା କେଉଁଟି ଉଦ୍ଭିଦର ପରିବେଶ ଅନୁଯାୟୀ ଚଳ ରେଣୁ ବା ଅଚଳ ରେଣୁ ଦ୍ୱାରା ବଂଶବୃଦ୍ଧି ହେଇଥାଏ ଚଳ ରେଣୁ ବା ଅଚଳ ରେଣୁ ଦ୍ୱାରା ବଂଶବୃଦ୍ଧି ହୋଇଥାଏ ଏଟା ଆମେ କହିଦେଇ ପାରିବା କଣ 37 ନମ୍ବର ଅପସନ ଡି ଇଜ ଦ ରାଇଟ ଆନ୍ସର ପାଇଥିୟମ କଣ କାହା ଦ୍ୱାରା ପିଲାମାନେ ପାଇଥିୟମ ଦ୍ୱାରା ହୋଇଥାଏ 38 ନମ୍ବର କଣ କହିଛି ନା କେଉଁ କାରଣରୁ ଏମିବାର ବୃଦ୍ଧାବସ୍ଥା ନଥାଏ ଓ ଏହାର ପ୍ରାକୃତିକ ମୃତ୍ୟୁ ହୁଏ ନାହିଁ କେଉଁ କାରଣରୁ ପିଲାମାନେ 38 ନମ୍ବର କଣ ହବ ଅପସନ ସି ଇଜ ଦ ରାଇଟ ଆନ୍ସର ଡି ବିଭାଜନ କାରଣରୁ ଅପସନ ସି ଇଜ ଦ ରାଇଟ ଆନ୍ସର ଡି ବିଭାଜନ କାରଣରୁ ଓକେ ଯିବା ଆଗକୁ ଚାଲ 37 ନମ୍ବର କ୍ୱେଶ୍ଚନ 39 ନମ୍ବର କ୍ୱେଶ୍ଚନ ପିଲାମାନେ କଣ ଏଡ୍ସ ନିଶ୍ଚିତ କରିବା ପାଇଁ କେଉଁ ପରୀକ୍ଷା କରାଯାଇଥାଏ ପିଲାମାନେ ତମକୁ ଏଡ୍ସ ହେଇଛି ନା ନାହିଁ ସେଟା ନିଶ୍ଚିତ କରିବା ପାଇଁ କୋଉ ପରୀକ୍ଷା ଦ୍ୱାରା ଜାଣିବ ତମେ ଏଟା ନା ଆମକୁ ଏଡ୍ସ ହେଇଛି ନା ହେଇନି ଜଲ୍ଦି କୁହ ପିଲାମାନେ 39 ନମ୍ବର ଅପସନ ଇଜ ଦ ରାଇଟ ଆନ୍ସର କଣ ୱାରେଣ୍ଟ ବ୍ଲିଟିଂ ଟେଷ୍ଟ ୱାରେଣ୍ଟ ବ୍ଲିଟିଂ ଷ୍ଟେଟ ଠିକ ଅଛି 40 ନମ୍ବର କ୍ୱେଶ୍ଚନ କେଉଁ ଉକ୍ତିଟି ବାଛ ଏଇ ଭଳିଆ କ୍ୱେଶ୍ଚନ ଏଇ ଯୋଉ ଫର୍ମାଟ ଯେମିତି ଦେଖୁଛ ଏଇ ଯୋଉ 40 ନମ୍ବର କ୍ୱେଶ୍ଚନ ଏଇ ଯୋଉ ଫର୍ମାଟଟା ଏଇ ଭଳିଆ କ୍ୱେଶ୍ଚନ ଆଗରୁ ପଡେନି କିନ୍ତୁ ଏଥର ପଡିବାର ବୋଲି ଚାନ୍ସ ଟିକେ ଅଛି ତ ଇମ୍ପୋର୍ଟାଣ୍ଟ ବୋଲି ଲେଖିଥାଉ ଠିକ ଅଛି ନା ଇମ୍ପୋର୍ଟାଣ୍ଟ ବୋଲି ଲେଖି ରଖିଥାଉ ଏଇଭଳିଆ କ୍ୱେଶ୍ଚନ ପଡିପାରେ ଠିକ ଉତ୍ତରଟି ବାଛି ଲେଖ ପିଲାମାନେ କୋଉଟା ଠିକ ହବ ଯୋଉ ଷ୍ଟେଟମେଣ୍ଟ ଗୁଟା ପଢିଯାଉ ଷ୍ଟେଟମେଣ୍ଟ ଗୁଟା ପଢିଯାଉ ପିଲାମାନେ ଗ୍ରେଗର ମେଣ୍ଡେଲିଭ ଏତିକି ମସିହାରେ ଜନ୍ମଗ୍ରହଣ କରିଥିଲେ ଏଟା ବିଲକୁଲ ଠିକ ଅଛି ସେକେଣ୍ଡଟା ଦେଖିଲ ଗ୍ରେଗର ମେଣ୍ଡେଲିଭ ଏତିକି ମସିହାରେ ମୃତ୍ୟୁବରଣ ନା ଏଇଟା ଭୁଲ ଅଛି ଏତିକି ମସିହାରେ ସେ ମୃତ୍ୟୁବରଣ କରୁନଥିଲେ ପାରସରେ ସେ ଜଣେ ଗଣିତ ଶିକ୍ଷକ ଥିଲେ ଠିକ ଅଛି ସେ ଅନୁବଂଶ ବିଜ୍ଞାନରେ ଜନକ ଥିଲେ ଠିକ ଅଛି ତ ଏଇଟା 2 ନମ୍ବରଟା ଭୁଲ ଅଛି ଆଉ ସବୁଟା ଠିକ ଅଛି ପିଲାମାନେ ଖୋଜ ହଁ ଅପସନ ସି ଇଜ ଦ ରାଇଟ ଆନ୍ସର ଦୁଇଟା ଭୁଲ ଅଛି ଆଉ ତିନୋଟା ଠିକ ଅଛି ଓକେ ନେକ୍ସଟ କ୍ୱେଶ୍ଚନ 41 ନମ୍ବର କ୍ୱେଶ୍ଚନ କଣ କହିଲା ନା କହିଲା କେଉଁଟି ମେଣ୍ଡେଲିଭଙ୍କ ଦ୍ୱିସଙ୍କରଣ ପରୀକ୍ଷାର ଫଳାଫଳ ଅଟେ କଣ ଦ୍ୱିସଙ୍କରଣ ଯୋଉ ପରୀକ୍ଷାଟା କରିଥିଲେ କଣ ଫଳ ବାହାରିଥିଲା ପିଲାମାନେ ତାଙ୍କର ଫଳ ବାହାରିଥିଲା ସ୍ୱାଧୀନ ଅପବ୍ୟୁହନ ନିୟମ ବାହାରିଥିଲା ସେଠି କଣ ଫଳ ବାହାର କରିଥିଲେ ସ୍ୱାଧୀନ ଅପବ୍ୟୁହନ ନିୟମ ତାପରେ 42 ନମ୍ବର କ୍ୱେଶ୍ଚନ କଣ କହିଲା ନା ଜୀବନ ଅଜୈବିକ ପଦାର୍ଥ ବା ବସ୍ତୁରୁ ସୃଷ୍ଟି ହୋଇଥାଏ କେଉଁ ବୈଜ୍ଞାନିକ ପ୍ରଥମେ ଏହା କହିଥିଲେ ସେ ବିଜ୍ଞାନ କହିଥିଲେ ବୈଜ୍ଞାନିକ କଣ କହିଥିଲେ ନା ଜୀବନ ଅଜୈବିକ ପଦାର୍ଥ ବା ବସ୍ତୁରୁ ସୃଷ୍ଟି ହୋଇଥାଏ 42 ନମ୍ବର କଣ ହବ ପିଲାମାନେ 42 ନମ୍ବର ଅପସନ ବି ଇଜ ଦ ରାଇଟ ଆନ୍ସର ଏ ଆଇ ଅପିରିୟନ ଓ ଜେବିଓସ ହାଲଡେନ ଅପସନ ବି ଇଜ ଦ ରାଇଟ ଆନ୍ସର ଜେବିଓସ ହାଲଡେନ ଟା ମନେ ରଖିବ ହେଲା ତାପରେ 43 ନମ୍ବର କ୍ୱେଶ୍ଚନ ଟିକେ ଜୁମ ଅଧିକ ହେଇଗଲା 43 ନମ୍ବର କ୍ୱେଶ୍ଚନ 43 ନମ୍ବର କ୍ୱେଶ୍ଚନ କଣ କହିଲା ନା କେଉଁ ଜାତୀୟ ବାନର ସଦୃଶ ମାନବରୁ ଆଜିର ମଣିଷର ଉଦ୍ଭାବ ହୋଇଛି କୋଉ ଜାତୀୟ ବାନରରୁ ମାନେ ମଣିଷ ତିଆରି ହେଇଛନ୍ତି ଜଲ୍ଦି ପିଲାମାନେ କୁହ ଅପସନ ସି ଇଜ ଦ ରାଇଟ ଆନ୍ସର ଆଷ୍ଟ୍ରାଲୋପିଥେକସ୍ ଅପସନ ସି ଇଜ ଦ ରାଇଟ ଆନ୍ସର ଓକେ ତାପରେ 44 ନମ୍ବର
କେଉଁଟି ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ? ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ କୋଉଟା ହବ ପିଲାମାନେ? ଅବଭିୟସଲି ଅପସନ ଇଜ ଦ ରାଇଟ୍ ଆନ୍ସର। ଜୈବ ବସ୍ତୁତ୍ୱର ଜାତ କୋଇଲା ହବନି, ପେଟ୍ରୋଲିୟମ ହବନି କି ପ୍ରାକୃତିକ ଗ୍ୟାସ ବି ହବନି, କାରଣ ଏଟା ସରିଯିବ, ନବୀକରଣ ଅଯୋଗ୍ୟ। ଠିକ ଅଛି। ତାପରେ 45 ନମ୍ବର କଣ କହିଛି ନା କେଉଁଠି ପୃଥିବୀର ସବୁଠାରୁ ବଡ ପରିସଂସ୍ଥା ଅଟେ? ସବୁଠାରୁ ବଡ ପରିସଂସ୍ଥା କୋଉଟା ହବ ପିଲାମାନେ? 45 ନମ୍ବର ଅପସନ ଡି ଇଜ ଦ ରାଇଟ୍। ଜୀବମଣ୍ଡଳଟା ସବୁଠାରୁ ବଡ ପରିସଂସ୍ଥା। ଏଟା ଇମ୍ପୋର୍ଟାଣ୍ଟ ଅଛି, ଠିକ ଅଛି। ତାପରେ 46 ନମ୍ବର କ୍ୱେଶ୍ଚନ। 46 ନମ୍ବର କ୍ୱେଶ୍ଚନ କଣ କହିଲା ନା କେଉଁଠି ପରିସଂସ୍ଥାର ଗାଠନିକ ଉତ୍ପାଦନ ନୁହେଁ? କେଉଁଟା ପରିସଂସ୍ଥାର ଗାଠନିକ ଉତ୍ପାଦନ ନୁହେଁ? ଜଲ୍ଦି କୁହ ପିଲାମାନେ। 46 ନମ୍ବର ଅପସନ ସି ଇଜ ଦ ରାଇଟ୍ ଆନ୍ସର। ପୋଷକ ଚକ୍ରଟା ସିଏ ଗାଠନିକ ଉତ୍ପାଦନ ନୁହଁ, ଠିକ ଅଛି ନା ପରିସଂସ୍ଥାର। 47 ଟିକେ ଜୁମ୍ ଆଉଟ୍ କରିଦବା, ଏଟା ବହୁତ ଜୁମ୍ ହେଇଯାଇଛି। 47 କଣ କହିଛି ପିଲାମାନେ ନା ଜୈବ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରିବା 5R ନୀତି। ଆମେ ପଢିଛେ 5ଟା ଆର୍ ପଢିଥିଲେ। ଆର୍, ରିସାଇକେଲ, ରିୟୁଜ ଏଗୁଡା ସବୁ ପଢିଥିଲେ। କେଉଁ ପ୍ରକାର ସଂରକ୍ଷଣ କୌଶଳ ଅଟେ? କେଉଁ ପ୍ରକାର ସଂରକ୍ଷଣ କୌଶଳ ଅଟେ ପିଲାମାନେ? 7 ନମ୍ବର 47 ନମ୍ବର ପୁନଶ୍ଚକ୍ରଣ। ଅପସନ ଡି ଇଜ ଦ ରାଇଟ୍ ଆନ୍ସର। 48 ନମ୍ବର କଣ କହିଛି କେଉଁଠି ପୃଥିବୀର ସବୁଠାରୁ ବଡ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଅଟେ? କୋଉଟା ସବୁଠାରୁ ବଡ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଅଟେ ପିଲାମାନେ? ଅପସନ ବି ଇଜ ଦ ରାଇଟ୍ ଆନ୍ସର। IUCN। ଓକେ, IUCN ଏଇଟା। 49 ନମ୍ବର ଗୋଟିଏ ଜନସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ସଂକ୍ରମକ ରୋଗ ବ୍ୟାପିବାର କ୍ଷମତାକୁ କାହା ଦ୍ୱାରା ସୂଚିତ କରାଯାଇଥାଏ? କାହା ଦ୍ୱାରା କରିଥାଏ ପିଲାମାନେ? ଅପସନ ଡି ଇଜ ଦ ରାଇଟ୍ ଆନ୍ସର। ଭୂତାଣୁର ପ୍ରଜନନ ସଂଖ୍ୟା। ଯଦି ଭୂତାଣୁଟା ଅଧିକ ପ୍ରଜନନ କରୁଛେ ତେବେ ସେଇ ପ୍ରକାର ଯୋଉ ରୋଗଟା ବହୁତ ଶୀଘ୍ର ମାନେ ବଢିବ। ଯଦି ସେ ପ୍ରଜନନଟା କମ କରୁଥିବ, ଯେମିତି କରୋନାଟା ବହୁତ ଶୀଘ୍ର ସେ ପ୍ରଭାବିତ ହେଇଗଲା ସମସ୍ତଙ୍କୁ, କାରଣ ତାର ଭୂତାଣୁର ପ୍ରଜନନ ସଂଖ୍ୟାଟା ଅଧିକ ଥିଲା, ଠିକ ଅଛି। ପିଲାମାନେ ଆଜିକା ସେକ୍ସନର ଲାଷ୍ଟ କ୍ୱେଶ୍ଚନ। କେଉଁଠି ପୃଥିବୀର ସର୍ବପ୍ରଥମ ଡିଏନଏ ଆଧାରିତ କୋଭିଡ ଟୀକା ଯାହାକୁ ଭାରତର ଉତ୍ପାଦ କରାଯାଇଛି? ଭାରତ ଉତ୍ପାଦ କରିଛି। 50 ନମ୍ବର କଣ ହବ? ଅପସନ ବି ଇଜ ଦ ରାଇଟ୍ ଆନ୍ସର। କଣ? ଜାଇକବ ଡି। ଅପସନ ଇଜ ଦ ଅପସନ ବି ଇଜ ଦ ରାଇଟ୍ ଆନ୍ସର। ପିଲାମାନେ ଆଜି ପାଇଁ ଏତିକ। ଆଜି ଆମେ ଟୋଟାଲି ଗୋଟେ ମଡେଲ ସେଟ୍ ଆମେ ପୁରା ଟୋଟାଲ ଡିସ୍କସନ କରିଦେଇଛି। ମୁଁ ବାର ବାର କହୁଛି ପିଲାମାନେ, ଆମେ ଟୋଟାଲ 2ଟା ମଡେଲ ସେଟ୍ ୟୁଟ୍ୟୁବ କ୍ଲାସରେ ଡିସ୍କସନ କରିବା। ଆଉ ଯୋଉ 3ଟି ମଡେଲ ଟେଷ୍ଟ ରହିଲା ସେଇଟା ମୁଁ ତମକୁ ହ୍ୱାଟ୍ସଆପ ଗ୍ରୁପରେ ଦେଇଦେବି। ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ ହବା ପାଇଁ ମୁଁ ତମକୁ ଅଲରେଡି ତମକୁ ନମ୍ବର ଦେଇଦେଇଛି। ଏଇ ନମ୍ବରରେ ମୋ ସହିତ କଣ୍ଟାକ୍ଟ କର। ମୁଁ ବିନା ପୁରା ଫ୍ରିରେ ତମକୁ ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ କରିଦେବି। ସେଠି ବହୁତ ପିଲା ଜଏନ୍ ହେଇକି ଅଛନ୍ତି, ସେଠି ତମେ ବେନିଫିଟ ବହୁତ ପାଇପାରିବେ। ଓକେ, ତ ପିଲାମାନେ ଆଜି ପାଇଁ ଏତିକ। ଦେଖାବା ନେକ୍ସଟ ଭିଡିଓରେ। ତ ସେଥିପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ, ଜୟ ଜଗନ୍ନାଥ। ଆଉ ହଁ, ସବସ୍କ୍ରାଇବ କରିକି ଯାଇଥିବ, ଠିକ ଅଛି। ଜୟ ହିନ୍ଦ, ଜୟ ଜଗନ୍ନାଥ, ଜୟ ଭାରତ।